ମର୍ଯ୍ୟାଦା ରକ୍ଷଣେ ହେବି ଯୋଦ୍ଧା, ପକାଇ ତୁମ୍ଭ ହୋଦା ବୁଲୁଥିବି ସର୍ବଦା। ଦେଖି ତୋ ପାଦ ଛନ୍ଦା ମାରୁଥିବି ମୁକୁଦା, ଏହି ସୁଦୟା କର ଜୀବ ଜୀବନ, ଏହି ସୁଦୟା କର ବଂଶୀ ବଦନ। ଆସ 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 ମୋ ନେତ୍ରେ ବସ ବଂଶୀ ବଦନ, ବାହାନ୍ତର ଚିନ୍ତା ମୋର କର ଛେଦନ। ଆସ ଆସ ମୋ ନେତ୍ରେ ବସ ବଂଶୀ ବଦନ। ଭଜନରେ ସୁନ୍ଦର ଅର୍ଥ ହେଉଛି, ବହୁତ ଗୁଡ଼ ତତ୍ଵ ରହିଛି। ଠାକୁର କହିଲେ ପକାଇ ତୁମ୍ଭ ହୋଦା ବୁଲୁଥିବି ସର୍ବଦା, ଦେଖି ତୋ ପାଦ ଛନ୍ଦା। ଆଉ ଆପଣଙ୍କର ମର୍ଯ୍ୟାଦା ଯେଭଳି ରହିବ, ଭଗବାନଙ୍କର ମର୍ଯ୍ୟାଦା, ଗୁରୁଙ୍କର ମର୍ଯ୍ୟାଦା ସେଭଳି ମତେ ଆପଣ ରଖିଥିବେ। ଏ ଜଗତ ଜନଜଗତରେ ଆପଣଙ୍କ ଶରଣାଗତ ହବାକୁ ହେଲେ ଅନେକ ଲୋକମାନଙ୍କର କୂଟ ବାକ୍ୟ, ନିନ୍ଦା ସବୁ ସହିବାର ଶକ୍ତି ମତେ ଦେବେ, ଯାହାଫଳରେ କି ମୁଁ କୌଣସି ନିନ୍ଦାରେ ମଧ୍ୟ ବିଚଳିତ ହେବି ନାହିଁ। ସେଦିନ ତୁକାରାମ ମହାରାଷ୍ଟ୍ର ଜଣେ ଶ୍ରେଷ୍ଠ ଭକ୍ତ, ଭଗବାନଙ୍କ ଶରଣାଗତ ଭକ୍ତ ହେଲେ କେତେ କଥା ସହିବାକୁ ପଡ଼େ, ତାହା ଏହି କଥାରୁ ବୁଝି ହୁଏ। ତୁକାରାମ ସ୍ନାନ କରି ଗଙ୍ଗାକୁ ଯାଇଛନ୍ତି। ଏ ସମୟରେ କିଛି ଦୁଷ୍ଟ ଲୋକ ତାଙ୍କର ତିଳକ, ତାଙ୍କର ଚିତା, ତାଙ୍କର ହରି ଭଜନ କୀର୍ତ୍ତନ ଏସବୁ ଦେଖି ଉପହାସରେ ଉଡ଼େଇବାକୁ ଲାଗିଲେ। ଭକ୍ତ ସେ କହିଲେ, ସେ ଜାଣିଛନ୍ତି କାହିଁକି ନା ଏସବୁ ନିନ୍ଦା ଆଉ ପ୍ରଶଂସା ଆଉ ମାନ ଅପମାନ ସେସବୁ ତାଙ୍କ ଭିତରେ ହଜମ କରିଦିଅନ୍ତି। ସେ କହନ୍ତି, ମୋତେ ସିନା ଆପଣ କୃପା କଲେ, ଆପଣାର କରିନେଲେ ବୋଲି ମୁଁ ଆପଣଙ୍କୁ ଜାଣିବାର ଟିକେ କୃପା, ଆପଣଙ୍କ କୃପାରୁ ଜାଣିପାରିଲି ଯେ ଆପଣ ଭଗବାନ, ମୁଁ ଆପଣଙ୍କର ଦାସ। ନାଇଁ ତ ମହା ମାୟାର ଆକ୍ରାନ୍ତରେ ପଡ଼ି ସମସ୍ତେ ଛଟପଟ ହୁଅନ୍ତି। ଏମାନେ କେବଳ ଭୋଗ ବିଳାସକୁ ଆଶ୍ରୟ କରନ୍ତି, ଧନ ସମ୍ପତ୍ତି ଅର୍ଜନକୁ ସମ୍ମାନ ଦିଅନ୍ତି। ଆପଣ ଭକ୍ତଙ୍କୁ ସମ୍ମାନ ଦିଅନ୍ତି ନାହିଁ, କାରଣ ଏମାନଙ୍କ ବୁଦ୍ଧି ବୃତ୍ତି ତାମସିକ ହେଇଯାଇଛି। ପ୍ରଭୁ ଏମାନଙ୍କୁ କ୍ଷମା କରିଦିଅ। ତେଣୁକରି ୟାଙ୍କ ନିନ୍ଦା, ଯେମିତି ପୁତ୍ର ନିନ୍ଦା କଲେ ବାପାକୁ ଉପନ କରି ତାକୁ ଯେଭଳି କ୍ଷମା କରିଦିଏ, କିମ୍ବା ମାର କୋଳରେ ବସିଲେ ଛୁଆଟି ଯଦି ମଳତ୍ୟାଗ କରିଦିଏ ତାକୁ ମା ବାଡ଼ାଏନି, ବରଂ ପୁତ୍ର ତ ମଳତ୍ୟାଗ କରିଦେଲା, କ'ଣ କରାଯିବ? ସେଭଳି ସନ୍ଥ ହୃଦୟ ନବନୀତ ସମାନ। ସାଧୁ ମହାତ୍ମାଙ୍କର ହୃଦୟ ଭାରି ଲଉଣୀ ଠାରୁ କୋମଳ। ତେଣୁକରି ସେ ଦୁଷ୍ଟ ଲୋକମାନଙ୍କର କଥାକୁ ଏ କାନରେ ଶୁଣି ସେପଟେ ଛାଡ଼ି ଦିଅନ୍ତି। ପ୍ରଭୁଙ୍କୁ କୁହନ୍ତି, ପ୍ରଭୁ ଆକୁ ସଦ୍ବୁଦ୍ଧି ଦିଅନ୍ତୁ। ତ ତୁକାରାମ ସ୍ନାନ କରି ଯେତେବେଳେ ଫେରନ୍ତି, କିଛି ଦୁଷ୍ଟ ଲୋକ ତାଙ୍କୁ ଦେଖି ଇଙ୍ଗିତ, ଅଟ୍ଟହାସ୍ୟ, ଉପହାସ, ଏ ଦେଖ ଦେଖ ଭାରି ବାବାଜୀ ଦେଖଉଛି, ଭାରି ଭକ୍ତ ଦେଖଉଛି। ଦିନେ ଉପହାସ କରୁ କରୁ ତାଙ୍କ ମନକୁ ଆସିଲା, ଆକୁଟି ପାନେ ଦବା। ଆରେ ଭକ୍ତଙ୍କୁ କ'ଣ ପାନେ ଦେବୁ? ଭକ୍ତଙ୍କୁ କ'ଣ ତୁ ନିନ୍ଦା କରିବୁ? ଭକ୍ତ ଉପରେ ଭଗବାନଙ୍କର ଅଭୟ ବରଦ ହସ୍ତ ଅଛି। ତମେ ଯେତେ ନିନ୍ଦା କଲେ ତାର କିଛି କ୍ଷତି ହେବନି। ସମୁଦ୍ରର ଯେଉଁ ଜଳରାଶି ଯେମିତି, ଭକ୍ତର ହୃଦୟ ମଧ୍ୟ ସେମିତି ଅଥଳ। ତା ଭିତରେ ମୁନ୍ଦାଏ ପାଣି ଫୋପାଡ଼ିବ, ମଇଳା ପାଣି ପକାଅ କି ଭଲ ପାଣି ପକାଅ, ସେ କ'ଣ ତାକୁ ଗିଳିଦେବ। ସେ ଭକ୍ତ ଆଉ ସାଧୁସନ୍ଥ ମହାତ୍ମାମାନେ ନିନ୍ଦା ସହିବା, ଗାଳି ଶୁଣିବା ଏସବୁ ସହି 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 ସାଧୁ ହେଇଛନ୍ତି। ସେଇଥିପାଇଁ ସହିଲେ ସାଧୁ ହୁଏ। ସାଧୁ ମହାତ୍ମାମାନେ କାହିଁକି କହନ୍ତି, କିଛି ଗାଳି କରିଦିଅନ୍ତି, କୌଣସି ଭକ୍ତର କିଛି ଭବିଷ୍ୟତରେ ଅପରାଧ ନ ହେଇଯାଉ, କି ଏ ଅପବିତ୍ର କାର୍ଯ୍ୟ କରୁଛି ତାକୁ ଅପବିତ୍ର ମନରୁ ସାନ୍ତ୍ୱନା ଦେବା ପାଇଁ ଭଲ
ମନ୍ଦ ଟିକେ ବିପଦ ପାଟି କରି କହିଦିଅନ୍ତି। କିନ୍ତୁ ଅଜ୍ଞାନୀ ସାଧୁସନ୍ଥ ରାଗିଲେ ବୋଲି ଭାବେ ନା, କୃପା କଲେ ବୋଲି ଭାବିବ ଯେଉଁଦିନ ସେଦିନ ଠାକୁର କୃପା କରିବେ। ତ ଏଇଭଳିଆ ମହାତ୍ମା ଥିଲେ ତୁକାରାମ। ସ୍ନାନ କରି ଯେତେବେଳେ ଯାଆନ୍ତି ଗଙ୍ଗାକୁ, ଆସିଲା ବେଳେ ଏ ଦୁଷ୍ଟ ଲୋକଙ୍କର ସ୍ୱଭାବ ଏହା, ତାଙ୍କୁ କ୍ରିଟିସାଇଜ୍ କରିବା, କମେଣ୍ଟ କରିବା, ପାଖଣ୍ଡି ବଦମାସ ଯାହା ନାହିଁ କହନ୍ତି। ସିଏ ରାମ 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 କୃଷ୍ଣ କୃଷ୍ଣ ହରି ହରି। ସିଏ ଆଉ ଭାବନ୍ତି ଯେ ଭଗବାନ ହିଁ ତା ଘଟରେ ମୋତେ ଗାଳି କରୁଛନ୍ତି। ଆଉ ନିନ୍ଦା କଲେ ଭଲ, ପ୍ରଶଂସାଟା ବିଷ। ଯାହାକୁ ତୁମେ ନିନ୍ଦା କରିବ, ନିନ୍ଦା କରିବା ଦ୍ୱାରା ସେ ନିନ୍ଦା କରିବା ଲୋକଟି ପାଖରେ ଥିବା ଉତ୍ତମ ଗୁଣଟି ଯାହାକୁ ନିନ୍ଦା କରେ ତା ପାଖକୁ ପଳେଇଯାଏ। ଯିଏ ନିନ୍ଦା ଶୁଣେ ତା ପାଖରେ ଥିବା ଉତ୍ତମ ଗୁଣଟି କ'ଣ ପବିତ୍ର ହେଇଯାଏ। ଆଉ ଏ ନିନ୍ଦା କରିବା ଲୋକର ଉତ୍ତମ ଗୁଣ ତାଙ୍କ ପାଖକୁ ପୁଣ୍ୟ କର୍ମଟା ପଳେଇଯିବ ତାଙ୍କ ପାଖକୁ। ଆଉ ଯିଏ ନିନ୍ଦା ଶୁଣେ ତାର ଯଦି ପୂର୍ବ ପାପ ଥିବ ଏ ନିନ୍ଦା କରିବା ଲୋକ ପାଖକୁ ପଳେଇ ଆସିବ। ତାହେଲେ କିଏ ବଡ଼ ହେଲା? ନିନ୍ଦା ଶୁଣିବା ଲୋକଟା ଶ୍ରେଷ୍ଠ। ପ୍ରଶଂସା ହେଇଗଲେ ଅହଙ୍କାର ଅଭିମାନ ଯଦି ହେଇଗଲା ତାହେଲେ ପୁଣ୍ୟ ନଷ୍ଟ ହେଇଗଲା। ଲୋକପ୍ରିୟତା ହେଇଗଲେ ମଣିଷ ମନ ଭିତରେ ଆସିବ ଅହଙ୍କାର ଅଭିମାନ, ସୂକ୍ଷ୍ମ ଭାବରେ ଜଣାପଡ଼ିବନି। ଲୋକ ଯଦି ତାଙ୍କୁ ଟିକେ ଟେକି ଟାକି ପ୍ରଶଂସା କରିବ, ବା ତମ ଭଳିଆ ଆଉ କିଏ ହବ, ବାସ୍ ସେଥିରେ ଇଏ ଯଦି ମଦମତ୍ତ ହେଇଗଲା, ଯାହା ମୋ ଭଳିଆ କିଏ ହବ ଯଦି ହେଇଗଲା, ତ ଜାଣିବ ଯେ ସେ ପୁଣ୍ୟ ହ୍ରାସ ହେଇଗଲା। ମହାତ୍ମା ମାନେ ଯାହା କହନ୍ତି। ତ ଏମିତି ପ୍ରଶଂସା ଆଉ ନିନ୍ଦାର ଯେଉଁ ଭାବ, ନିନ୍ଦା କଲେ ତୁକାରାମଙ୍କୁ ଆଉ ଗୋଟେ କିଛି ବ୍ରାହ୍ମଣ ମାନେ ଉଚ୍ଚ କୁଳର ଲୋକ ଦେଖି ସହିପାରିଲେନି। ଜଣେ ମୁସଲମାନଙ୍କୁ କହିଲେ 100 ଟଙ୍କା ନେ, ପାନ ଖାଇବୁ, ଯେତେ ଥର ସେ ତୁକାରାମ ଗାଧେଇ ଆସିବ ତାପରେ ଛେପ ପକେଇବ। ଇଏ ମଧ୍ୟ କ'ଣ କଲେ, ଯେତେ ଥର ସିଏ ଆସିଲା ଗାଧୁଆପାଧ କରିକି ତାପରେ ଛେପ ପକେଇଲେ। ଛେପ ପକେଇବା ଭିତରେ ଛେପ ପକଉ ପକଉ 108 ଥର ଛେପ ପକେଇଲେ, କିନ୍ତୁ ତୁକାରାମଙ୍କର କିଛି ହେଲାନି। ଲାଷ୍ଟକୁ ଏ ବିଚରା କ'ଣ ହେଲା, ଏଇ ଯେଉଁ ମୁସଲମାନ ପାନ ଖାଇ ଛେପ ପକଉଥିଲା ତା ପାଟି ଗୁଡ଼ା ଖନି ମାରିଗଲା। କହିଲେ ଆଜ୍ଞା ଆପଣଙ୍କୁ ଏମିତି ନିନ୍ଦା କଲି, ଅସମ୍ମାନ କଲି, ମୋତେ କ୍ଷମା କରନ୍ତୁ, ମୋ ପାଟି ଆଉ କଥା କହିପାରୁନି। ନାଇଁ 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 ନାଇଁ, ତୁ ନିନ୍ଦା କରିନୁ, ତୁ ସମ୍ମାନ କରୁଛୁ। ମୁଁ ଅଳସୁଆ ପ୍ରାଣୀ, ମୁଁ ଯେହେତୁ ଗାଧପାଧ କରିବାକୁ ନାରାଜ ହେଉଥିଲି, ତୋ ଦ୍ୱାରା ଠାକୁର ମୋତେ ତୋ ପାଟିରେ ରହି ପାନ ଛେପ ପକେଇଲେ ମୋ ବିଠଲ। ଆଉ ତୁ ଆଉ ଛେପ ପକା, ମୁଁ ଆଉ ଥରେ ଗାଧେଇ ଆସିବି। ଯେତେ ଥର ଛେପ ପକାଉଥାଏ ସେ ଗାଧପାଧ କରି ଆସିଥାନ୍ତି। ଏମିତି କରୁ କରୁ ତା ମନରେ ପ୍ରାୟଶ୍ଚିତ ଭାବନା ଆସିଲା, ମୋତେ କ୍ଷମା କରନ୍ତୁ। ସାଧୁଙ୍କ ହୃଦୟ କ୍ଷମା କରିଦେଲେ। କହିଲେ ଯା 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 ହଉ, ତୁ ତ କିଛି କରିନୁ। ଯେ ଗଙ୍ଗା ଭଗବାନ ବିଷ୍ଣୁଙ୍କର ଚରଣରୁ ଆସିଛନ୍ତି, ତାଙ୍କର କୋଳରେ ମୋତେ ସ୍ନାନ କରିବାର 108 ଥର ସୁଯୋଗ ମିଳିଲା। ଅର୍ଥାତ୍ ନିନ୍ଦା କଲେ ଭକ୍ତ ଭାବନ୍ତି ମୋର ପାପକୁ ସେ ନିନ୍ଦା କରିବା ଲୋକ ନେଇଗଲା। ତ ଠାକୁର ଅଭିରାମ ପରମହଂସ ଯେତେବେଳେ ସ୍ଥୂଳରେ ଥିଲେ, ଠାକୁର ଭିକ୍ଷା କରିବାକୁ ଯେତେବେଳେ ପଠାନ୍ତି ବାବାମାନଙ୍କୁ, ଭିକ୍ଷା କରି ଆସିଲା ବେଳେ ବାବାମାନେ ଗୋଟେ ବିଲ ଦେଇ ଆସିଥିଲେ। ପ୍ରଭାକର ବାବା, ଭରତ ବାବା ଆଉ ଅନ୍ୟାନ୍ୟ ମହାତ୍ମା ମାନେ ହେଲେ ସେଇଟା ମାନେ ପିଆଜ ଲଗେଇଥିଲେ, ଆଉ କିଛି ଶାଗ ଲଗେଇଥିଲେ। ସେ ଦୁଷ୍ଟ ବ୍ୟକ୍ତିମାନେ କହିଲେ ଏ ବାବା ମାନେ ଯାଉଛ ତ ଯାଉଛ, ଆଉ ଆମର ଟିକେ ପିଆଜ ବାଛି ଦେଉନ, ଆଉ ଟିକେ ଶାଗ ବାଛି ଦେଉନା, ଆସ, କାହିଁ ଖାଇ ପିଇ ଖାଲି ମୋଟା ରୋଟା ହେଇ ଏଠି ସେଠି ବୁଲୁଛ। ଏ ସାଧୁ ସନ୍ଥ ମହାତ୍ମା କହିଲା ହଉ ବାପା, ଅନେଇ ଦେଲେ ପଛକୁ, କହିଲେ ପିଆଜ ଆଉ ଶାଗ ଆମ ପଛରେ ଜଣେ ଆସିଛି, ସିଏ ବାଛିଦେବ। ଅର୍ଥାତ୍ ଇଙ୍ଗିତ କଲେ ଯେତେବେଳେ ସାଧୁ ମହାତ୍ମା ମାନେ କିଛି କହିଲେନି, ଖାଲି ପଦେ କହିଲେ ଆଉ ପଛରେ ଯିଏ ଆସିଛି ଭଲି ବାଛିଦେବ। ଯେହେତୁ ଅସନ୍ତୋଷରେ ଟିକେ କହିଦେଲେ, ଆଉ କିଏ କହିଲା, କୋପାନଳ ହେଇଗଲେ। ଠାକୁର ଆଉ ସହିପାରିଲେନି। ସେ ଦେଖିଲେ ଯେ ମୋ ପାର୍ଶ୍ୱଦଙ୍କୁ ଏଭଳିଆ ନିନ୍ଦା, ଏଭଳିଆ ଅପମାନ କରିଛନ୍ତି, ଆଉ ସହିପାରିଲେନି।
ଠାକୁର କହନ୍ତି ମୋତେ ନିନ୍ଦା କରିଦିଅ ମୁଁ ସହିଯିବି, ଆଉ ଗାଳି କରିଦିଅ ସହିଯିବି, କିନ୍ତୁ ଗର୍ବ କରିବିନି। ଆଉ ମୋର ଭକ୍ତ ମୋର ଶରଣାଗତକୁ ତମେ ଏଭଳିଆ କ୍ରିଟିସାଇଜ୍ କମେଣ୍ଟ କରି କଥା କହିଲ। ଏତିକି କହିଛନ୍ତି। ଠାକୁରଙ୍କ କୋପ ଦୃଷ୍ଟି ପଡ଼ିଲା କିଛି ଦୂରକୁ। ଯେଉଁ ଗାଁ ପଟେ ଦେଇ ଆସୁଥିଲେ, ଯେଉଁ ଗାଁ ଲୋକ ଯେଉଁ ସାଧୁମାନଙ୍କୁ ଯେଉଁମାନେ ନିନ୍ଦା କରିଥିଲେ, ତାଙ୍କରି ତ ଅନ୍ତର୍ଯ୍ୟାମୀ ସର୍ବଘଟବାସୀ ସବୁ ଜାଣନ୍ତି। ସେଇ ଦୁଷ୍ଟ ଲୋକମାନଙ୍କ ଘର ସିଆଡ଼େ ଯେତେବେଳେ ବିଲରେ ଏମାନେ ଚାଷ କରୁଛନ୍ତି, ଏ ଯେଉଁ ବାଛୁଛନ୍ତି, ତାଙ୍କ ଗାଁର ଲୋକ ହଠାତ୍ ଜଣେ ଯାଇକି ଅଧଘଣ୍ଟେ ଯାଇଛି କି ନାହିଁ, ତତ୍କ୍ଷଣାତ୍ ମାନେ ନିଷ୍ଠାପର ସାଧୁ ସନ୍ଥ ମହାତ୍ମା ମାନେ ତାଙ୍କ ତ ଭିକ୍ଷା କରୁଥିଲେ, ତାଙ୍କ ପ୍ରତି ଏଭଳିଆ ଅପମାନ କରିବା କଥା କହିଲେ। ଅପମାନଜନକ କଥାଟା ଯେତେବେଳେ କହିଲେ, ଅପମାନ କଥାଟାକୁ ଠାକୁର ସହିପାରିଲେନି। ସେଇ ଯେଉଁମାନେ ବିଲ ବାଛୁଥିଲେ, ଯେଉଁମାନେ ନିନ୍ଦା କରିଥିଲେ ସାଧୁ, ତାଙ୍କର ଚାରିପଟେ ସମସ୍ତଙ୍କର ଘର ଅଛି। ଅଧଘଣ୍ଟେ ଯାଇକି ଯାଇ ସେ ଘର ହୁତୁ ହୁତୁ ହେଇକି ହଠାତ୍ କ'ଣ ତାଙ୍କ ଘରେ ନିଆଁ ଲାଗିଗଲା। ପୁରା ଭସ୍ମସାତ ହେଇକି ଯେତେବେଳେ ନିଆଁ ଲାଗିଛି ଗାଁରେ, ଘୁରି ପଡ଼ିଲା। ଏ ସେମାନେ ତ ବିଲକୁ ଯାଇଛନ୍ତି, ସେମାନଙ୍କ ଘର ପୋଡ଼ିଗଲା। ନିକଟବର୍ତ୍ତୀ ଗାଁ ଦୌଡ଼ି ଆସି କହିଲେ, ଆରେ ତମେ ଚାଲ ତମେ କ'ଣ ବିଲରେ ଅଛ, ଯାଉନ ଦେଖିବ ସେ ତମ ଘର କ'ଣ ସବୁ ନିଆଁ ଲାଗିଗଲାଣି, ପୋଡ଼ିଗଲା। ଘରକୁ ଗଲାବେଳୁ ସବୁ ଦାଉ ଦାଉ ହେଇକି ଜଳୁଛି। ପାଣି ଆଣ କେତେ ପାଣି ପକେଇଲେ ମଧ୍ୟ ଆଉ ଲିଭୁନି। ସେଠି ତାଙ୍କର ଜଣେ କହିଲା, ଆରେ ସେ ଯେଉଁ ବାବାଜୀ ମାନଙ୍କୁ ଆମେ କହିଲେ ଆମେ ବାଛିଦେବା କଥା, ଆଉ ଶାଗ ବାଛିଦେବା କଥା, ପିଆଜ ବାଛିଦେବା କଥା, ଏଇଟା ସେମାନଙ୍କ ଅସନ୍ତୋଷ ହେଲା କି? ତାଙ୍କ ଗାଁର ଜଣେ ବୃଦ୍ଧ କହିଲା, କ'ଣ କୋଉ ବାବାଜୀ କ'ଣ କହିଲ କି? ନା ଯେ ଅଭିରାମ ପରମହଂସଙ୍କ ସାଧୁମାନେ ଯାଉଥିଲେ ଏପଟେ, ଆମେ ଟିକେ ତାଙ୍କୁ ଅଟ୍ଟହାସ୍ୟ କରିଦେଲୁ। ଫଳ ଭୋଗ। ଆରେ ବାବାଜୀ ବୈଷ୍ଣବ ସାଧୁ ସନ୍ତକୁ ନ ଜାଣିକି ତାଙ୍କ ଅପମାନଜନକ କଥା କାହିଁ କହିଲ? ଯାଅ। ଏଇ ନିକଟବର୍ତ୍ତୀ ଗାଁରେ ହିଁ ଅଛନ୍ତି। ସେତେବେଳେ ଠାକୁର ପରିଭ୍ରମଣ କରନ୍ତି ଇଚ୍ଛାପୁର ବଡ଼ଚଣା ନିକଟରେ। ସେଇ ଅଞ୍ଚଳର ସେ ଗାଁଟି ମନେ ପଡ଼ୁନି। ଆଉ ସମସ୍ତେ ଆସିକି ସେ ଘର ଆଉ ଜଳିବା କମିଲାନି, ଜଳୁଛି ତ ଆଉ ତୁ ଦେଇକି। ଆଉ ବୈଷ୍ଣବ ଅପରାଧୀ କରିଛନ୍ତି। ଏମାନେ ଦୌଡ଼ି ଯାଇକି କାଳ ବିଳମ୍ବ ନ କରିକି ତାଙ୍କ ପରିବାର ବର୍ଗ ଯାଇକି ଠାକୁରଙ୍କ ଚରଣ ତଳେ ଶରଣ ପଶି କ୍ଷମା ମାଗିଲେ। କହିଲେ, ଆଜ୍ଞା ଆପଣ ସାଧୁମାନେ ଯାଉଥିଲେ, ଆଉ ଆମେ ଏଇଭଳିଆ ଟିକେ କହିଦେଲୁ, ଆଉ କ୍ଷମା କରନ୍ତୁ। ଠାକୁର କ୍ରୋଧ ରୂପ ଠାକୁରଙ୍କର ହେଇଯାଇଥିଲା। ଠାକୁର ଚାହିଁଲେ, କହିଲେ, ମୂର୍ଖ, ତମର କ'ଣ ମୋ ବାବାଜୀ ମାନେ ଅନିଷ୍ଟ କଲେ? ତାଙ୍କୁ ପାଖଣ୍ଡି ଅହଙ୍କାରୀ ଅଭିମାନୀ, ତୁମେ ନିଜେ ଅହଙ୍କାରୀ ଅଭିମାନୀ, ସେ ତ ଭିକ୍ଷା କରି ଯାଉଥିଲେ, ତୁମେ କାହିଁ କହିଲ? କ'ଣ ଭାବିଛ ସାଧୁ ସନ୍ଥ ମହାତ୍ମା ମାନଙ୍କୁ? ହଉ, ଶରଣପନ୍ନ ପଶିଲଣି। ଏଇ ସେ ବାବାଜୀ ମାନେ ଏବେ ଅଛନ୍ତି, ସେ ଅନ୍ୟ ଜାଗାରେ ଠାକୁରଙ୍କ ବାସନ ମାଜୁଛନ୍ତି, ଅନ୍ୟ ସେବାରେ ଅଛନ୍ତି। ଯାଅ, ଯୋଉ ତିନି ମୂର୍ତ୍ତି ସାଧୁକୁ ତୁମେ କହିଥିଲ, ସେଇ ତିନି ମୂର୍ତ୍ତି ସେଠି ଅଛନ୍ତି। ସେମାନେ ମତେ କିଛି କଥା କହିନାହାନ୍ତି, କିନ୍ତୁ ତୁମେ ନ କହିଲେ ମଧ୍ୟ ପ୍ରକୃତି ତାକୁ ଦଣ୍ଡ ଦେବ। ଯଦି ବିନା ବିଚାରରେ ଅଧର୍ମ କାର୍ଯ୍ୟ କରିବାକୁ ଯିବ, ବିଚାର ଶୂନ୍ୟ ହେଇ ନିନ୍ଦା କରିବ ସାଧୁ ସନ୍ଥ ମହାତ୍ମା ମୋ ଶରଣାଗତକୁ, ତୁମକୁ ସିଏ ନ ଦଣ୍ଡ ଦେଲେ ମଧ୍ୟ ଏ ପ୍ରକୃତି ଦଣ୍ଡ ଦେବ। ତେଣୁକରି ମୁଁ କ'ଣ କରିବି? ସେ ପ୍ରକୃତି ଦଣ୍ଡ ଦେଇଛି। ତୁମେ ନିରୀହ ନିଷ୍କପଟ ସାଧୁ ସନ୍ଥ ମହାତ୍ମା ମାନଙ୍କୁ ନିନ୍ଦା କରିଛ, ଏ ନିନ୍ଦାର ପରିଣାମ ହେଇଛି। ଯାଅ, ସେ କ୍ଷମା କଲେ ତମ ଘର ଜଳିବା ବନ୍ଦ ହେଇଯିବ। କାରଣ ଏଠୁ ଆପଣମାନେ ଜାଣିବେ, ରାଜା ପରୀକ୍ଷିତ, ଏଇ ସୁକଦେବ କହୁଛନ୍ତି ପରୀକ୍ଷିତଙ୍କୁ, ମହାରାଜ ପରୀକ୍ଷିତ, ରାଜା ଅମ୍ବରୀଶ ଏତେ ବଡ଼ ଜ୍ଞାନୀ, ଏତେ ବଡ଼ ବ୍ରତପରାୟଣ, ସିଏ ଏକାଦଶୀ ବ୍ରତ କରନ୍ତି। ସେ ଏକାଦଶୀ ବ୍ରତରେ ଏଇ ବୁଢ଼ାଆଙ୍ଗୁଡ଼ି ମଧ୍ୟରେ ଥିବା ଯେଉଁ ଅଛି, ସେଇ ଗଣ୍ଡୁ ସେ ଜଳକୁ ପାନ କରନ୍ତି, ନିର୍ଜଳ ଏକାଦଶୀ କରନ୍ତି। ଦୁର୍ବାସା ଆସିଲେ, ରାଜା ଅମ୍ବରୀଶଙ୍କୁ କହିଲେ,
ମୁଁ ଏବଂ ମୋ ଶିଷ୍ୟମାନଙ୍କ ସହିତ ଆପଣ ଭୋଜନ ବ୍ୟବସ୍ଥା କରନ୍ତୁ, ଶୀଘ୍ର ପାଇବା ପାଇଁ ବ୍ୟବସ୍ଥା କରନ୍ତୁ। ରାଜା ଅମ୍ବରୀଶ ଗୋଡ଼ ତଳେ ପଶି ପଡ଼ିଗଲେ ଆଉ ଚରଣ ଧୌତ କଲେ। ଚରଣ ଧୌତ କରିକି ସାଧୁ ମହାତ୍ମା ଋଷିଙ୍କୁ କହିଲେ, ଆପଣ ସ୍ନାନ ଶୌଚ ସାରି ଆସନ୍ତୁ, ନିଶ୍ଚିତ ଆପଣଙ୍କ ପାଇଁ ଆମେ କରିଦେବା, ଭୋଜନର ବ୍ୟବସ୍ଥା ହେଇଯିବ। ସ୍ନାନ କରି ଆସିବା ପୂର୍ବରୁ ପ୍ରସ୍ତୁତ ହେଇଯାଇଥିବ। ସ୍ନାନ କରିବାକୁ ଗଲେ ଦୁର୍ବାସା, ସ୍ନାନ କଲେ ବିଳମ୍ବ ହେଇଗଲା। ରାଜା ଭୋଜନ ତିଆରି କରି ସବୁ ପ୍ରସ୍ତୁତ କରି ରଖିଛନ୍ତି। ବିଳମ୍ବ ହୋଇଯିବା ଭିତରେ ରାଜା ଉପାସର ସମୟ ଗଡ଼ି ଯାଉଛି। ଗଣ୍ଡୁଶୀରେ ଜଳ ପାନ କରିଦେଲେ ଏଇ ବୁଢ଼ା ଆଙ୍ଗୁଠିରେ ଥିବା ମଝିରେ ଥିବା ଯେଉଁ ଖାଲ ଅଛି ତା ଭିତରେ ଖାଲିଟା ଭଗବାନ ଯେହେତୁ ଘଟରେ ଅଛନ୍ତି ତାଙ୍କୁ କେମିତି ଉପାସନା ରଖିବି, ଜଳ ମୁନ୍ଦାଏ ପାଇଦେଲେ। ଏତିକି ସମୟରେ ଦୁର୍ବାସା ପହଞ୍ଚିଗଲେ। ମୂର୍ଖ ରାଜ, ଆମେ କେହି ଭୋଜନ କରିନୁ, ତୁମେ କେମିତି ଭୋଜନ କରିଦେଲ। କୁର୍ତ୍ତିଆ ନାମକ ଗୋଟେ ଜଟ ଗୋଟେ ଛିଣ୍ଡେଇ ଦେଲେ। ସେ ଜଟାରୁ କୁର୍ତ୍ତିଆ ବାହାରିଲା। କୁର୍ତ୍ତିଆ ଯାଇକିରି କୁର୍ତ୍ତିଆକୁ ନିର୍ଦ୍ଦେଶ ଦେଲେ, ରାଜା ଅମ୍ବରୀଶକୁ ତୁ ମାରିଦେ। ଭଗବାନ ବିଷ୍ଣୁଙ୍କର ଭକ୍ତ ଶରଣାଗତ ସମ୍ପୂର୍ଣ୍ଣ ସମର୍ପିତ ଯିଏକି ଅମ୍ବରୀଶ ରାଜା, ତ ତାଙ୍କର ଏ କଥା ସିଏ ମଧ୍ୟ ଭଗବାନଙ୍କୁ ସ୍ମରଣ କଲେ, ପ୍ରଭୁ ମୋତେ ରକ୍ଷା କରନ୍ତୁ, କ୍ଷମା କରନ୍ତୁ। ନାରାୟଣ ଆଉ ସହିପାରିଲେନି। ଅନ୍ୟାୟରେ ଅଧର୍ମରେ ଦୁର୍ବାସା ବିଳମ୍ବ କାହାର ହେଲା? ଏତେ ବିଳମ୍ବ କଲା, ଶେଷରେ ମୋର ଭକ୍ତଙ୍କୁ ଦଣ୍ଡ ଦେଉଛ। ସାଙ୍ଗେ ସାଙ୍ଗେ ସୁଦର୍ଶନ ଚକ୍ରକୁ ଛାଡ଼ିଲେ। ସୁଦର୍ଶନ ଚକ୍ର ଆସିଲା, ଗୋଡ଼ିଲା। ଦୁର୍ବାସା ଋଷି ପଛେ ପଛେ। ଦୁର୍ବାସା ଋଷି ଦୌଡ଼ି ଗଲେ ଇନ୍ଦ୍ରଙ୍କ ପାଖକୁ। ଇନ୍ଦ୍ର କହିଲେ, କୁଆଡ଼େ ଆସିଛ? ନା ମୁଁ ଏମିତି ମୋ ପଛରେ ବିଷ୍ଣୁଙ୍କର ସୁଦର୍ଶନ ଚକ୍ର ଗୋଡ଼ୁଛି। ନା କି ଅପରାଧ କଲ? କୁର୍ତ୍ତିଆ ତ ସାଙ୍ଗେ ସାଙ୍ଗେ ନଷ୍ଟ ହେଇଗଲା, ଆଉ ଇଏ ଦୁର୍ବାସା ଋଷି କି ଚକ୍ର ଛାଡ଼ିଲେନି। ନାରଦ କହିଲେ, ମୁଁ ବିଷ୍ଣୁଙ୍କ ଚକ୍ରରୁ ରକ୍ଷା କରିପାରିବିନି। ବ୍ରହ୍ମାଙ୍କ ପାଖକୁ ଗଲେ, ବ୍ରହ୍ମା ବି ଫେରେଇଦେଲେ, ଶିବ ମଧ୍ୟ ଫେରେଇଦେଲେ, ସମସ୍ତେ ଫେରେଇଦେଲେ। ଶେଷରେ ଭଗବାନ ବିଷ୍ଣୁଙ୍କ ପାଖରେ ଶରଣ ପଶିଲେ। ବିଷ୍ଣୁ କହିଲେ, ମୁଁ ଏ ଅପରାଧରୁ କ୍ଷମା କରିପାରିବିନି, ତମେ ଯୋଉଠି ଅପରାଧ କରିଛ ସେଠି ଯାଇ କ୍ଷମା ମାଗ। ତେଣୁକରି କ୍ଷମାମୟ ଯଦି ସିଏ କରିଦେଲେ, ମୋର କ'ଣ କ୍ଷମା କରିବାର ଅଛି? ମୋ ପାଖରେ ତ ତମେ ଅପରାଧ କରିନା। ପୁଣି ରାଜା ଦୌଡ଼ି ଆସି ଅମ୍ବରୀଶଙ୍କର 3 ପୁର ବୁଲିଲେ। 3 ପୁରରେ କେହି ସ୍ଥାନ ରକ୍ଷା କରିପାରିଲେ ନାହିଁ ଅମ୍ବରୀଶ ଇଏ ଦୁର୍ବାସାଙ୍କୁ। ଶେଷରେ ଅମ୍ବରୀଶଙ୍କ ପାଖରେ ଆସି ଶରଣାଗତ ହେଇ ପଶିଲେ। କହିଲେ, ମହାରାଜ କ୍ଷମା କରନ୍ତୁ, ମୋତେ ସୁଦର୍ଶନ ଚକ୍ର ନିକଟରେ ରକ୍ଷା କରନ୍ତୁ। ରାଜା ଓଲଟି ପ୍ରଣାମ କଲେ, କହିଲେ, ମହାରାଜ ଆପଣ ସାଧୁ ସନ୍ଥ ମହାତ୍ମା, ମୋତେ କ'ଣ ପ୍ରଣାମ କରୁଛନ୍ତି? ମୁଁ ତ କିଛି କରିନି, ମୁଁ କେବଳ ପ୍ରଭୁଙ୍କୁ ଜଣାଇଦେଲେ ପ୍ରଭୁ ଶେଷ ସମୟରେ ମୋତେ ଦୁର୍ବାସା ଅଭିଶାପ ଦେଉଛନ୍ତି ଏବଂ କୁର୍ତ୍ତିଆକୁ ବାହାର କରି ମୋତେ ମାରିଦେବା ପାଇଁ ଚାହୁଁଛନ୍ତି, ଆଉ ମୋର ଅନ୍ତିମ ସମୟରେ ମୋର ପ୍ରଣାମ ନେବେ। ବାସ୍ ଏତିକି କହିଛି, କିନ୍ତୁ ଆପଣଙ୍କ ଅଭିଶାପକୁ ମୁଁ ଜାଣିନି। ହେ ଭଗବାନ, ସଙ୍ଗେ ସଙ୍ଗେ ନାଇଁ ତୁମେ ରକ୍ଷା କର, ସୁଦର୍ଶନ ଚକ୍ରକୁ ଫେରାଅ, ନହେଲେ ମୁଁ ମରିବି। ପୁଣି ରାଜା ଅମ୍ବରୀଶ ଭକ୍ତ ଭଗବାନ ବିଷ୍ଣୁଙ୍କୁ ପ୍ରଣାମ କରି କହିଲେ, ପ୍ରଭୁ ଏଇ ବୈଷ୍ଣବ ଅପରାଧ ମୋତେ ବଞ୍ଚାନ୍ତୁ, ଆପଣ ଏଭଳି କରନ୍ତୁ ନାହିଁ, ଯାଆନ୍ତୁ, ମୋ ହୃଦୟରେ କ୍ଷମା ହେଇଗଲା। ମୁଁ ତ ଆପଣଙ୍କୁ କ୍ଷମା କରିପାରିବିନି, କିନ୍ତୁ ମୋତେ ମୋ ହୃଦୟରେ ଆପଣ ପ୍ରାୟଶ୍ଚିତ କଲେ, ତେଣୁକରି ମୁଁ ପ୍ରଭୁଙ୍କ ପାଖରେ କ୍ଷମା ମାଗୁଛି କହିକି ଋଷିଙ୍କ ପାଦ ତଳେ ପଡ଼ିଗଲେ। ସୁଦର୍ଶନ ଚକ୍ର ଫେରିଗଲା। କହିବାର ତାତ୍ପର୍ଯ୍ୟ, ଯଦି ତମେ ମହାଦେବଙ୍କୁ ନିନ୍ଦା କଲେ, ମହାଦେବ କିଛି କରିବେନି। ହଁ, ପିଲାଟା ଅଜ୍ଞାନ, କିନ୍ତୁ ତାଙ୍କ ପାର୍ଷଦ, ତାଙ୍କର ଯିଏକି ବାହନ ବାସୁଆ ବଳଦ ଅଛି, କିମ୍ବା ତାଙ୍କର ଭକ୍ତ ଶରଣାଗତ, କେବେ ନିନ୍ଦା କରିବେନି। ସେ ନିନ୍ଦା କଲେ ମାଲିକ ତାଙ୍କର ସେ ବୁଝିବେ। ଆମେ ନିନ୍ଦା କରିକି ଲାଭଟେ କ'ଣ? ଲାଷ୍ଟକୁ ଆମର ଅପରାଧ ହେଇଯିବ। ଏମିତି କହିବାର ତାତ୍ପର୍ଯ୍ୟ, ବାବୁରେ ମନେ ରଖିଥିବୁ, ବୈଷ୍ଣବ ଅପରାଧ ନ ହେବୁ। ସାଧୁ ସନ୍ଥ ବ୍ରାହ୍ମଣ ବୈଷ୍ଣବ ନିଷ୍ଠାପର ଯଦି ସେମାନେ ଅଛନ୍ତି, ତାଙ୍କର ଭଲ ମନ୍ଦ ଆମର ବିଚାର କରିବାର ନାହିଁ। ସିଏ ଭଗବାନଙ୍କର ଶରଣାଗତ ହେଇଛନ୍ତି, ସେ ବିଚାର ତାଙ୍କର। ଯଦି ଆମ ପାଖରେ କିଛି ଅପରାଧ ହେଇଯାଏ, ବାରମ୍ବାର କ୍ଷମା ମାଗିବା ଦ୍ୱାରା ଭୁଲ ଧରିବା ଅନୁଚିତ। ଯଦି ଭୁଲ ବି ହେଇଯାଇଛି, ମଣିଷ ଜୀବନରେ ହବ, କେତେବେଳେ କେତେ କଥା କ'ଣ ଆସିଯାଏ। ତେଣୁ
ଜାଣିଗଲା ପରେ ମନ ଭିତରେ ପ୍ରାୟଶ୍ଚିତ ଯଦି ଆସିଯାଏ ଭଗବାନ କ୍ଷମା କରିଦିଅନ୍ତି, କ୍ଷମାମୟ। ତ ଅନେକ ଲୋକ ଅନେକ ପ୍ରକାର ଅଛନ୍ତି, କାହା ମୁହଁରେ ତ ବାଡ଼ ନାହିଁ। ତେଣୁକରି ସାଧୁ ସନ୍ଥ ମହାତ୍ମା ହେଲେ ମଧ୍ୟ ସେମାନେ ଅନେକ କଥା ସହି ସହି ଆସିଛନ୍ତି। ଯୁଗର ଅନେକ ପୂର୍ବ ତପସ୍ୟାରୁ ଯାହା ସେ ପ୍ରାପ୍ତ ହେଇଛନ୍ତି। ତୁମେ ସମସ୍ତେ ଏ ଜଗତକୁ ଯିଏ ଆସନ୍ତି, ସାଧୁ ସନ୍ଥ ଋଷି ମୁନି ତପସ୍ୱୀ ଗୃହସ୍ଥ ସଂସାରୀ, ପୂର୍ବ ପୁଣ୍ୟର ଯେଉଁ ଧର୍ମ ଏହି ଜନ୍ମରେ ସୁଖ ପ୍ରଦାନ କରେ ଏବଂ ପୂର୍ବ ଜନ୍ମର ପାପ କୃତ୍ୟ ଦୁଃଖ ପ୍ରଦାନ କରେ। ସିଏ ସୁଖ ଭୋଗିଲା, ମୁଁ କାହିଁ ରହିପାରିଲିନି, ସିଏ ଆନନ୍ଦ ରହିଲା, ମୁଁ କାହିଁ ରହିପାରୁନି। ଆନନ୍ଦ କର୍ମ କରିଥିଲେ ଆନନ୍ଦରେ ରହିଲେ, ମୁଁ ଆନନ୍ଦ କର୍ମ କରିନଥିଲି ନିରାନନ୍ଦରେ ରହିଲି। ଦୁଃଖ କରିବାର ଲାଭ କ'ଣ? ବରଂ ଚେଷ୍ଟା କରି ପ୍ରଭୁ ମୋତେ ଶକ୍ତି ଦିଅନ୍ତୁ, ମୁଁ ଆପଣଙ୍କ ପ୍ରୀତି କାର୍ଯ୍ୟ କରିବି। ତେଣୁକରି ଆପଣ କୃପା କରିବେ। ଆମେ ହରିଭଜନ କରିବାନି, ହରିଙ୍କୁ ସ୍ମରଣ କରିବାନି, ତାଙ୍କ କଥା କହିବାନି, ତାଙ୍କ କଥା ଶୁଣିବାନି, କେମିତି ବା ଆନନ୍ଦ ପାଇବା? ଆମେ ଯେମିତି ଶ୍ୱାନ ଏ ସଂସାରଟାକୁ ସୁଖ ଭାବୁଛେ। ସଂସାରର ସୁଖ ଠାକୁର ଲେଖିଛନ୍ତି ଅମୃତ ଗୀତାରେ, ଶ୍ୱାନ ଯେପରି ଯାଏ ଗୋଟେ ଶୁଖିଲା ହାଡ଼କୁ ଚୋବେଇଲା ବେଳେ ଭାବେ ଶ୍ୱାନ ଯେ ଖୁସି ଲାଗେ ତାକୁ। ସେ ଭାବେ ଯେ ଏଇ ହାଡ଼ରୁ ହିଁ ରସ ନିର୍ଗତ ହେଉଛି, ମୁଁ ଖାଇକି ଖୁସି ହେଉଛି। ହାଡ଼ ଖଣ୍ଡିକୁ ଛାଡ଼ିଦେଲା ପରେ ସେ ଆଉ ସୁଖୀ ହୁଏନି, ତାର ଦାନ୍ତ ବିନ୍ଧେ। ସଂସାରର ସୁଖ କ'ଣ? ନା ଶ୍ୱାନ ଯେପରି ଶୁଷ୍କ ହାଡ଼ ନିର୍ଜନରେ ଯାଇକି ଶୁଷ୍କ ହାଡ଼କୁ ଚୋବାଏ, ସେଇଭଳି ଏ ସଂସାର। ଦୁଃଖକୁ ସୁଖ ପ୍ରାୟମଣି ମାତି ଅଛନ୍ତି ସର୍ବପ୍ରାଣୀ। ଏ ସକଳ ଜୀବ ଜଗତ ଦୁଃଖ ସୁଖକୁ ଯଦି ତାଙ୍କ ଚରଣ ତଳେ ସମର୍ପଣ କରି ଜୀବନ ନିର୍ବାହ କରିବା, ଏ ଜୀବନ ଆନନ୍ଦମୟ ହେବ। ଆଉ ଆନନ୍ଦମୟ ହେଲେ ଆମେ ସତ୍ ସାଧୁ ସନ୍ଥ ମହାତ୍ମାମାନଙ୍କର ଶରଣାଗତ ହେଇ ଜୀବନକୁ ଆନନ୍ଦମୟ କରିବା। ଏହା ହିଁ ସାଧୁସଙ୍ଗ ସତ୍ସଙ୍ଗ। ତେଣୁ ବୁଝି ବିଚାରି କାର୍ଯ୍ୟ କଲେ ବିପଦ ନ ପଡ଼ି ଭଲେ। ଦେଖ, ସମସ୍ତଙ୍କୁ ମନ୍ଦ ଭାବିଦେବନି। କାହା ତପସ୍ୟା, କାହାର ସାଧନ, କିଏ କିଭଳି ଭାବରେ, କିଏ ବା ଅଛି କେଉଁ ମତେ, ତାହା ମୁଁ ଜାଣିବି କେମତେ। ତେଣୁକରି କାହାର ଯଦି କୋପର ସ୍ୱୀକାର ହେଇଯାଅ, ସବୁ କରିଥିବାର କର୍ମ ପୁଣ୍ୟ କର୍ମ ନଷ୍ଟ ହେଇଯିବ। ତେଣୁକରି এই ସଂସାର ଚଲାପଥ ମଧ୍ୟରେ ଭଗବାନଙ୍କ ପାଖରେ ଶରଣାପନ୍ନ ହୁଅ, ନିଜ ଇଷ୍ଟଙ୍କ ପାଖରେ ଶରଣାପନ୍ନ ହୁଅ। ପ୍ରଭୁ, ମଣିଷ ଜନ୍ମ ତ ଭୁଲ ହେଇଯାଏ, ଆଉ ଭୁଲ କାର୍ଯ୍ୟ ଗୁଡ଼ା ନ କରି ଆପଣ ସକାଳୁ ଉଠିଲେ ସବୁଦିନ କହିବେ, ପ୍ରଭୁ କାଲି ଯଦି ମନ୍ଦ ବୁଦ୍ଧି ଥିଲା ଆଜି ଟିକେ ସଦ୍ବୁଦ୍ଧି ହେଉ। ସଦ୍ବୁଦ୍ଧି ହେଲେ ମୁଁ ଆପଣଙ୍କ ଶରଣାଗତ ହେଇ ଆପଣଙ୍କ ଚରଣ ତଳେ, ଆଉ ସତ୍ଶାସ୍ତ୍ର ଶରଣ ତଳେ, ସାଧୁମାତାଙ୍କର ଚରଣ ତଳେ, ଗୁରୁ ଗୁରୁଜନ ପିତାମାତାଙ୍କର ଚରଣ ତଳେ ଭକ୍ତି କରି ମୋ ଜୀବନକୁ ଆନନ୍ଦମୟ କରିବି। ଏତିକି ମାଗିବ, ତେବେ ଭଗବାନଙ୍କ କୃପା ହେବ। ଏଇ କଥା ମାଗିବ କିଏ? ଯୁଧିଷ୍ଠିର ଭଳିଆ ହୃଦୟ ବ୍ୟକ୍ତି, ଭକ୍ତ ମାଗିବ ଏ କଥା। ଆଉ ସାଧାରଣ ଅଳ୍ପ ଧନ ପାଇ ପଳାୟ ଅହଙ୍କାରୀ ଅଭିମାନୀ, ଛାତିକି ଫୁଲେଇ ଚାଲିବା ଲୋକ, ଅଭିମାନ ମଦରେ ହିଂସା ଈର୍ଷା କରୁଥିବା ଲୋକ ପାଖରେ ତ ସବୁ କିଛି ତୁଚ୍ଛ ଲାଗିବ। ସିଏ କହିବ ମୋ ଭଳିଆ ଭଗବାନ ସୃଷ୍ଟି ନାହିଁ, ମୁଁ ଆଉ କ'ଣ ଭଗବାନଙ୍କ ଶରଣାଗତ ହେବି? ନାଇଁ ନାଇଁ, ଭଗବାନ ଜଣେ ହେବେ। ସିଏ କି ସକଳ ସବୁ ବିନମ୍ର ତାଙ୍କ ପାଖରେ ଥିବ, ସକଳ ଗୁଣ ତାଙ୍କ ପାଖରେ ଥିବ, ଷଡ଼ ଐଶ୍ୱର୍ଯ୍ୟପୂର୍ଣ୍ଣ, ସବୁ କର୍ତ୍ତା ହେଇକି ମଧ୍ୟ ନିଷ୍ପୃହ, ମାନେ ନିଷ୍କାମୀ ପ୍ରେମମୟ କୃଷ୍ଣ ଭଗବାନ। ଦେଖୁନାହାନ୍ତି ଦୁର୍ବାସା ଋଷି ଏଇ ଯେଉଁ ରାଜସ୍ୱ ଯଜ୍ଞରେ ସମସ୍ତଙ୍କୁ ସବୁ ସେମାନେ ଯୁଧିଷ୍ଠିର ମହାରାଜ ଦେଇଦେଲେ। ଶ୍ରୀକୃଷ୍ଣ କହିଲେ, ମୋ ପାଇଁ କ'ଣ ସେବା ରଖିଛନ୍ତି? ନା, ଏତେ ବଡ଼ ଯଜ୍ଞ ହେବ, ଅଶ୍ୱମେଧ ଯଜ୍ଞ ହେବ, ଆ ମଧ୍ୟରେ ମୋତେ ଟିକେ କିଛି ସେବା କରିବାର ସୁଯୋଗ ଦିଅନ୍ତୁ। ସେ କହିଲେ, ତୁମେ କ'ଣ ସେବା କରିବ ପ୍ରଭୁ? ତୁମେ ତ ହେଉଛ ଭଗବାନ, ତୁମେ ତ ହେଉଛ କୃଷ୍ଣ। ନା 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 ନା, ଯେତେବେଳେ ସାଧୁ ସନ୍ଥ ମହାତ୍ମା ଋଷି ମୁନିମାନେ ଏଇ ଯଜ୍ଞକୁ ଆସିବେ, ମୁଁ ସେମାନଙ୍କର ପଦଧୌତ କରିବି। ମହାଭାରତ ଯୁଦ୍ଧରେ ଆପଣ ଦେଖିଥିବେ, ଭାଗବତ କଥାରେ ଭଗବାନ କୃଷ୍ଣ ସମସ୍ତ ସାଧୁ ସନ୍ଥ ମହାତ୍ମା ମାନେ ଆସିଲେ, ଯେତେବେଳେ ତାଙ୍କର ପାଦ ଧୋଇଦେଲେ,
ଶେଷରେ ଦୁର୍ବାସା ଆସିଲେ। ଇଏ ବି ତାଙ୍କ ଲୀଳା। ଦୁର୍ବାସା ଜାଣିକିରି ଦୁର୍ବାସାଙ୍କର ଗୋଟିଏ ପାଦର କଣଟାକୁ ଜାଣିକି ଠାକୁର ଛାଡ଼ିଦେଲେ ଟିକେ କାଦୁଅ। ଯେଉଁ କାଦୁଅ ଟିକେ ଛାଡ଼ିଦେଲେ, ସେ ସବୁ ଧୋଇଲା ପରେ କହିଲେ, କୃଷ୍ଣ ତୁମେ ନିଜକୁ ଭଗବାନ ଭାବି ମୋର ପଦ ଠିକ୍ ଭାବରେ ସେବା କରୁନ। ଦେଖ ଏଠି କାଣି ଆଙ୍ଗୁଠିରେ ମାଟି ରହିଯାଇଛି, ଆଉ ମୋର ଏଇ କନିଷ୍ଠ ଆଙ୍ଗୁଠି ଯେହେତୁ ତୁମେ ଛାଡ଼ି ଦେଇଥିଲ, ତାକୁ ପରିଷ୍କାର କରିନଥିଲ ଠିକ୍ ମନ ଦେଇକି, ତୁମର ସେ କନିଷ୍ଠ ଆଙ୍ଗୁଠିରେ ହିଁ ତୀର ବିଦ୍ଧ ହଉ। ଭଗବାନ ଶ୍ରୀକୃଷ୍ଣ ଶରଣାଗତ ହେଇ କହିଲେ, ହଉ ମହାତ୍ମା, ମୋର ବି ଏହା ଇଚ୍ଛା ଥିଲା। ଅର୍ଥାତ୍ ତାଙ୍କର ପୂର୍ବଜନ୍ମରେ ବାଳି ଭାବିଥିଲା, ମୋତେ ପ୍ରଭୁ ଆପଣ ଗୁପ୍ତରେ ମାରିଲେ, ଆପଣଙ୍କୁ ମଧ୍ୟ ଗୁପ୍ତରେ ମାରିବା, ମୋର ବଂଶରେ କିଏ ହେଲେ ମଧ୍ୟ ମାରିବ, ନହେଲେ ମୁଁ ବି ମାରିବି। ସେଇଆକୁ ନେଇ ମଧ୍ୟ ପ୍ରଭୁ ଏହା କରିପାରନ୍ତି, ଜାଣି ଜାଣିକି ତାଙ୍କର ଅଭିଶାପକୁ ନିଅନ୍ତି। ତେଣୁକରି ତାଙ୍କର କି ଅଭିଶାପ, ତାଙ୍କୁ ମାନେ ମହାସମୁଦ୍ର ଭିତରେ କି ନିନ୍ଦା, କି ପ୍ରଶଂସା, କି ଅଭିଶାପ, ସେ କଥା ନାହିଁ। ସବୁ ଖେଳା ଲୀଳା ପାଇଁ, ଜଗତକୁ ଶିକ୍ଷା ଦେବା ଉଦ୍ଦେଶ୍ୟରେ ଭଗବାନ ଏଭଳି ସବୁ ଲୀଳା କରନ୍ତି। ତେଣୁକରି ଆମେ ପୁରାଣ ଶାସ୍ତ୍ର ଜ୍ଞାନ ମାଧ୍ୟମରେ ପଢ଼ି ଶୁଣି ଯଦି ଚେତନା ନ ହେବା, ଆଉ କି ଚେତନା ଦେବେ? ସାଧୁ ସନ୍ଥ ମାନେ ପଥପ୍ରଦର୍ଶକ, ହରିଙ୍କ କୃଷିରେ ସେମାନେ କୃଷକ। କେହି ଜ୍ଞାନୀ ନୁହନ୍ତି, କେହି ମାନି ନୁହନ୍ତି। ଭଗବାନ କୃପା କରି କାହା ମାଧ୍ୟମରେ କେଉଁ କେଉଁ କଥା ପ୍ରଚାର କରି ଆମର ଦୁର୍ଭାଗ୍ୟ ଲୋକମାନଙ୍କ ପାଇଁ ଆମ ସୌଭାଗ୍ୟ ଥିଲେ ଆମେ ସେ ଭଗବତ କଥାକୁ ଭଗବାନଙ୍କର କୃପା ଭାବି ଯଦି ଶ୍ରବଣ କରି ଜୀବନରେ ଲଗେଇବା, ଜୀବନ ନିଶ୍ଚିତ ଧନ୍ୟ ହେବ। ନ ଲଗେଇବା, ନ ପାଇବା, କାହାର କ'ଣ ଯିବ? ଆଉ ଯେତେବେଳେ ଭଗବାନ ଗୁରୁ କୃପା କରି ସାଧୁ ବୈଷ୍ଣବମାନଙ୍କୁ ତିଆରି କରି ଜଗତର କଲ୍ୟାଣ କରିବା ପାଇଁ ଆଣିଛନ୍ତି, ତାଙ୍କ ମାଧ୍ୟମରେ ସେ ହିଁ ପ୍ରବେଶ ରହି ଆମମାନଙ୍କୁ ଟିକେ ଟିକେ ଚେତନା, ଅବଚେତନା ମନ, ଅପବିତ୍ର ମନକୁ ପବିତ୍ର କରିବା ପାଇଁ, କୁମନର ସ୍ୱଭାବରେ ପଡ଼ି ପଡ଼ି ଯାଉଥିବା ବ୍ୟକ୍ତିକୁ ସୁମନ ଆଡ଼କୁ ନେବା ପାଇଁ ଯଦି ସାଧୁସନ୍ଥ ମାଧ୍ୟମରେ ଦ୍ୱିପଦ କଥା ଶୁଣିଲେ, ସିଏ ହିଁ ଜୀବନର ଆଧାର ହେବ। ତା ଛଡ଼ା ତାକୁ ଯଦି ବେଖାତିରି ଅଜ୍ଞାନ ଭାବରେ କରିବା, ତ ଠାକୁର କ'ଣ କରିବେ? ଠାକୁର ବାବା କହନ୍ତି, ଆରେ ସିନ୍ଦୁର କ'ଣ ବଜାରରେ ମିଳୁନି, କିନ୍ତୁ ହତଭାଗିନୀର କପାଳରେ ନାହିଁ। ତେଣୁକରି ଆମେ ସମସ୍ତେ ଭାଗ୍ୟବାନ, ଯେହେତୁ ମନୁଷ୍ୟ ଜନ୍ମ ପ୍ରାପ୍ତ ହେଇଛନ୍ତି। ସତ୍ୟ ଅନନ୍ତ ଭଗବାନଙ୍କର କୃପାରୁ ମାନବ ଦେହ ପ୍ରାପ୍ତ ହେଇ ଯଦି ମାନସିକତା କାର୍ଯ୍ୟ କରିବା, ଭଗବାନ କୃପା କରି ନିଶ୍ଚିତ ତାଙ୍କ ଚରଣ ତଳେ ସ୍ଥାନ ଦେବେ, ଉତ୍ତମ ମନୁଷ୍ୟ କରି ଏହି ଜୀବଜଗତର କଲ୍ୟାଣ ପାଇଁ ଆମକୁ ପଠେଇବେ। ଯାହାକୁ ପଠେଇଛନ୍ତି ସେ ମହାତ୍ମା ମାନଙ୍କର ପାଦରେ ଶରଣାଗତ ହେଇକି, ଗୁରୁ ଶରଣାଗତ ହେଇକି ଦିବ୍ୟ ଜ୍ଞାନ ପ୍ରାପ୍ତ ହେଲେ ନିଜ ଜୀବନ ଆନନ୍ଦମୟ ହେବ। ଧନ୍ୟବାଦ। କହିବାର ତ୍ରୁଟି ଥିଲେ ଠାକୁରଙ୍କ ଚରଣ ତଳେ, ସମସ୍ତ ହରିଭକ୍ତ ମାନଙ୍କ ଚରଣ ତଳେ, ସାଧୁସନ୍ଥ ମହାତ୍ମା ମାନଙ୍କର ଚରଣ ତଳେ କ୍ଷମା ମାଗି ବାଣୀକୁ ବିରାମ ଦେଉଛି। ଜୟ ଶ୍ରୀ ନାରାୟଣ ସ୍ୱାମୀ କି ଜୟ। ଆନନ୍ଦ ଏକ ବାର ହରି ବୋଲ।